ରୋହିତ ଏବଂ ଜାଡେଜାଙ୍କ ଶତକ ଇଂଲଣ୍ଡ ବୋଲରଙ୍କ ପାଇଁ ସାଜିଲେ ଘାତକ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 5 ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ତୃତୀୟ ମୁକାବିଲା ଗୁରୁବାର ରାଜକୋଟର ନିରଞ୍ଜନ ଶାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଭାରତୀୟ ଟିମ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ପାଳି ବଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ 5 ୱିକେଟ୍ ହରାଇ 326 ରନ୍ କରିଛି। ପ୍ରଥମ ଦିନର ଶେଷ ହେବା ପରେ ରବୀନ୍ଦ୍ର ଜାଡେଜା 110 ଏବଂ କୁଲଦୀପ ଯାଦବ 1 ରନ୍ କରି ଅପରାଜିତ ଅଛନ୍ତି। ତୃତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟିମ୍ ମାତ୍ର 33 ରନ୍ରେ 3 ୱିକେଟ୍ ହରାଇ ମ୍ୟାଚ୍ରେ ବ୍ୟାକ୍ଫୁଟ୍କୁ ଚାଲିଯାଇଥିଲା। ଟିମ୍ର 22 ରନ୍ରେ ପ୍ରଥମ ୱିକେଟ୍ ଭାବେ ଯଶସ୍ୱୀ ଜୟସ୍ୱାଲ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଏହାପରେ ଶୁଭମାନ ଗିଲ୍ ଖାତା ଖୋଲି ନପାରି ମାର୍କଉଟ୍ଙ୍କ ଶିକାର ହୋଇଥିଲେ। ଏହାପରେ ଟିମ୍ର ସ୍କୋର 33 ରନ୍ରେ ତୃତୀୟ ଝଟକା ଲାଗିଥିଲା। ବ୍ୟକ୍ତିଗତ 5 ରନ୍ରେ ରଜତ ପାଟିଦାର ଆଉଟ୍ ହୋଇଥିଲେ। ଏହାପରେ ଅଧିନାୟକ ରୋହିତ ଶର୍ମା ଏବଂ ଅନୁଭବୀ ରବୀନ୍ଦ୍ର ଜାଡେଜା ମ୍ୟାଚ୍କୁ ସମ୍ଭାଳିଥିଲେ। ଦୁଇଙ୍କ ମଧ୍ୟରେ ଦ୍ୱିଶତକୀୟ ଭାଗିଦାରୀ ହୋଇଥିଲା। ଟିମ୍ର ସ୍କୋର 237 ରନ୍ ଥିବାବେଳେ ରୋହିତ ଶର୍ମା 131 ରନ୍ କରି ମାର୍କଉଟ୍ଙ୍କ ବଲ୍ରେ ବେନ୍ ଷ୍ଟୋକ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ଜାଡେଜା ଏବଂ ଡେବ୍ୟୁଟାଣ୍ଟ ସରଫରାଜ ଖାନ୍ ଟିମ୍ ସ୍କୋରକୁ ଆଗକୁ ବଢ଼ାଇଥିଲେ। ତେବେ ସରଫରାଜ ଖାନ୍ ବ୍ୟକ୍ତିଗତ 62 ରନ୍ କରିଥିବା ବେଳେ ରନ୍ ଆଉଟ୍ ହୋଇଥିଲେ। ପ୍ରଥମ ଦିନରେ ଇଂଲଣ୍ଡ ପାଇଁ ମାର୍କଉଟ୍ 3ଟି ଏବଂ ଟମ୍ ହାଟଲି 1 ୱିକେଟ୍ ନେଇଥିଲେ।